এই ଚାରୋଟି କାରଣ ଯୋଗୁଁ ମଣିଷ ସଦା ସର୍ବଦା ଦୁଃଖିତ ରହେ, ଏକୁଟିଆ ଅନୁଭବ କରେ। ମଣିଷ ଜୀବନରେ ଏକୁଟିଆ ରହିବା ବଡ଼ ଯନ୍ତ୍ରଣାଦାୟକ, ବହୁତ କଷ୍ଟଦାୟକ। ସଦାସର୍ବଦା ମୁଁ କହେ, ମଣିଷ ଜୀବନରେ ଯଦି ଶରୀରରେ କୌଣସି ପ୍ରକାର ସମସ୍ୟା ଘଟେ, ଆମେ ତାକୁ କିଛି ଦିନ ମଧ୍ୟରେ ଠିକ କରିଦେଇ ପାରନ୍ତି, ତାର ଚିକିତ୍ସା କରିପାରନ୍ତି। କିନ୍ତୁ ଯଦି ମାନସିକ ହିସାବରେ କୌଣସି ଯନ୍ତ୍ରଣା ସୃଷ୍ଟି ହୁଏ, ସମସ୍ୟା ସୃଷ୍ଟି ହୁଏ, ତାକୁ ବୁଝିବା ବଡ଼ କଷ୍ଟସାଧ୍ୟ ଏବଂ ସେଥିରୁ ମୁକ୍ତି ପାଇବା ମଧ୍ୟ ବହୁତ ସମୟ ଲାଗେ। ମନରେ କଷ୍ଟ ହେବା, ମନରେ ଦୁଃଖ ହେବା ପଦାକୁ ଦୁଷେନି, ଏକୁଟିଆପଣ ପଦାକୁ ଦୁଷେନି, କିନ୍ତୁ ଭାରି କଷ୍ଟଦାୟକ। ଆପଣ ଯଦି କୌଣସି ଗୋଟେ ବ୍ୟକ୍ତିକୁ କହନ୍ତି ତାକୁ ସବୁ ଜିନିଷ ଦିଆଯିବ, କିନ୍ତୁ ତମେ 2 ମାସ ଯାଏଁ କବାଟ ଦେଇ ଏକୁଟିଆ ରହିବ, ସେ ଲୋକ ହୁଏତ ଅଳ୍ପ ସମୟ ପାଇଁ ରାଜି ହୋଇଯାଇପାରେ, କିନ୍ତୁ 2, 3, 4 ଦିନ ପରେ ସେ ଲୋକ ପାଗଳ ହେଇଯିବ। କାରଣ ମଣିଷ ସାମାଜିକ ପ୍ରାଣୀ, ତାଙ୍କର ସମାଜରେ ରହିବା ପାଇଁ ସେ ବାଧ୍ୟ। ମଣିଷ ବିନା ସେ ଚଳିପାରିବ ନାହିଁ, ସମାଜ ବିନା ସେ ଚଳିପାରିବ ନାହିଁ। ସେ କହିବ ମୋର କୌଣସି ଜିନିଷ ଆବଶ୍ୟକତା ନାହିଁ, ମୋତେ ଛାଡ଼ି ଦିଆଯାଉ, ମୁଁ ପଦାକୁ ଯିବି। ଯେଉଁ ଲୋକମାନେ ଏକୁଟିଆ ଅନୁଭବ କରୁଛନ୍ତି, ତାଙ୍କ ମନ ଭିତରେ ଶୂନ୍ୟତା ଅଛି। ଯେଉଁମାନେ ଦୁଃଖଦ ଅବସ୍ଥାରେ ଅଛନ୍ତି, ସେମାନେ କେତେ କଷ୍ଟ ପାଉଥିବେ। ମୋ କତିକୁ ଯେତେ ଲୋକ କାଉନ୍ସିଲିଂ, ଶହ ଶହ ଲୋକ କାଉନ୍ସିଲିଂ ପାଇଁ ଆସୁଛନ୍ତି, ଆଜି ବଡ଼ ଦୁଃଖଦ କଥା ଯେ ଅଳ୍ପ ବୟସର ପିଲାମାନେ ଏକୁଟିଆ ଅନୁଭବ କରୁଛନ୍ତି, ସେମାନେ ମାନସିକ ଦୁଃଖଦ ଅବସ୍ଥାରେ ଅଛନ୍ତି। ଆପଣ ଯଦି ଅନୁଧ୍ୟାନ କରିବେ, ଏଇ 4ଟି କାରଣ ହେଉଛି ମଣିଷ ଦୁଃଖିତ ରହିବାର ଆଉ ଏକୁଟିଆ ଅନୁଭବ କରିବାର ସବୁଠାରୁ ବଡ଼ କାରଣ। ଏ ସୁନ୍ଦର ଭିଡିଓ ମାଧ୍ୟମରେ ଆଜି ସମସ୍ତ ଜିନିଷ ଗୋଟି ଗୋଟି କରି ଆମେ ଜାଣିବା, କାହିଁକି ମଣିଷ ଦୁଃଖିତ ଅନୁଭବ କରେ, ଦୁଃଖଦ ଅବସ୍ଥାରେ ରହେ ଆଉ ଏକୁଟିଆ ଅନୁଭବ କରେ। ଆଗରୁ ଥିଲା ଯେଉଁ ଲୋକ ପାଖରେ କିଛି ନଥିଲା, ସେ ଏକୁଟିଆ ଅନୁଭବ କରୁଥିଲା, ଦୁଃଖିତ ଅନୁଭବ କରୁଥିଲା। ଆଉ ଆଜି ଏମିତି ଅବସ୍ଥା ଅଛି, ଯାହା ପାଖରେ କିଛି ନାହିଁ ସେ ଦୁଃଖିତ ଅବସ୍ଥାରେ ଅଛି, ଏକୁଟିଆ ଅବସ୍ଥାରେ ଅଛି। ଯାହା ପାଖରେ ଅଛି ସେ ମଧ୍ୟ ଦୁଃଖଦ ଅବସ୍ଥାରେ ଅଛି। ଆମେ ଅର୍ଥ ପାଇଗଲେ, ସବୁ ଜିନିଷ ପାଇଗଲେ, ତାହା ମଧ୍ୟ ନୁହଁ। ଖୁସି ଆନନ୍ଦ ପାଇଁ ଜୀବନ ଅମୂଲ୍ୟ ଶିକ୍ଷା ବହୁତ ଆବଶ୍ୟକ। ଏକୁଟିଆପଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ଜାଣିବା ଆବଶ୍ୟକ, ବିଭିନ୍ନ ପ୍ରକାର ଜିନିଷର ଆବଶ୍ୟକତା ରହିଛି। କାହିଁକି ମଣିଷ ଦୁଃଖିତ ହୁଏ, କାହିଁକି ଏକୁଟିଆ ଅନୁଭବ କରେ, ତାର ପ୍ରଥମ କାରଣ ହେଉଛି, ପ୍ରଥମ କାରଣକୁ ବୁଝାଇବା ପାଇଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ଏଥିରୁ ଆପଣମାନେ ଜାଣିପାରିବେ। ନିଶ୍ଚିତ ଭାବରେ 4ଟି ଯାକ କାରଣକୁ ଭଲ ଭାବରେ ବୁଝନ୍ତୁ, ଆପଣ ପିଲାଙ୍କୁ ଶୁଣନ୍ତୁ, ନିଜେ ଶୁଣନ୍ତୁ, ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଗୁରୁତ୍ୱପୂର୍ଣ୍ଣ ଜିନିଷ ସମସ୍ତଙ୍କ ପାଖକୁ ଯାଉ। ଆପଣ ଘରେ ବସିଛନ୍ତି, ଆପଣଙ୍କ ପାଖରେ କିଛି କାମ ନାହିଁ, ଆପଣ ଚୁପଚାପ ବସିଛନ୍ତି, ଆପଣ ବୋର ଲାଗୁଛି, ଏକୁଟିଆ ଅଛନ୍ତି। ଏହି ସମୟରେ ଆପଣ ପାଖକୁ ଗୋଟେ ଖବର ଆସିଲା, ଗୋଟେ ଫୋନ କଲ୍ ଆସିଲା ଯେ ଆପଣଙ୍କର କେହି ଜଣେ ଅତ୍ୟନ୍ତ ନିଜର ଲୋକ, ଯାହାକୁ ଆପଣ ବହୁତ ଭଲ ପାଆନ୍ତି, ସେ ଆପଣଙ୍କ ଘର ପାଖରୁ 200 କିଲୋମିଟର ଦୂରରେ କୌଣସି ଗୋଟେ ଆଘାତ ପ୍ରାପ୍ତ ହୋଇ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି। ଆପଣଙ୍କୁ କୌଣସି ମତେ 2 ଘଣ୍ଟା ମଧ୍ୟରେ ସେ ସ୍ଥାନରେ ପହଞ୍ଚିବାକୁ ପଡ଼ିବ। ପଇସା ନେଇ ଆଉ କିଛି ଜିନିଷ ଆବଶ୍ୟକତା ଅଛି ତାର ଚିକିତ୍ସା ପାଇଁ, ଆପଣଙ୍କୁ ସେ ଜାଗାରେ 2 ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ। 2 ଘଣ୍ଟା ପରେ ଯଦି ଆପଣ ନ ପହଞ୍ଚନ୍ତି, ତାର ଅବସ୍ଥା ଗୁରୁତର ହେବ। ଆପଣଙ୍କ ଘର ପାଖରୁ ସେ 200 କିଲୋମିଟର। ଆପଣ ସେତେବେଳେ କଣ କରିବେ? ଆପଣ ଚିନ୍ତା କରିବେ, ଆପଣ ସେତେବେଳେ ଭାବିବେ, ସେତେବେଳେ କଣ କରିବେ ନା ଯଥା ଶୀଘ୍ର କୋଉଠୁ ପଇସା ଆଣିବି, କେମିତି ପଇସା ଆଣିବି, ଯଦି ପାଖରେ ପଇସା ଅଛି ତ ଠିକ ଅଛି, ଯଦି ପଇସା ନାହିଁ କୋଉଠି ବ୍ୟାଙ୍କର ବ୍ୟବସ୍ଥା କରିବା, ସାଙ୍ଗକୁ ମାଗିବା କିମ୍ବା ଅନ୍ୟ କୌଣସି ବନ୍ଧୁ ପରିଜନ ପାଖରୁ କିଛି ସାହାଯ୍ୟ ନେବା। ସେତେବେଳେ କେମିତି ଗାଡି ଆରେଞ୍ଜ କରିବା, ଯଦି ନିଜ ପାଖରେ ଗାଡି ଅଛି କେତେ ସ୍ପିଡରେ ଚଲେଇବା, କେମିତି ଚଲେଇବା। କିନ୍ତୁ କିଛି ବି କରାଯାଉ 2 ଘଣ୍ଟା ମଧ୍ୟରେ ତାକୁ ଚିକିତ୍ସା ଦେବା ଆମର ହେଉଛି ସବୁଠାରୁ ବଡ କର୍ତ୍ତବ୍ୟ। ସେଠି ପହଞ୍ଚିବାଟା ହେଉଛି ସବୁଠାରୁ ବଡ କାମ। ଆଉ ଆପଣ 2 ଘଣ୍ଟା ଭିତରେ ପହଞ୍ଚି ବି ଯିବେ, 99% କ୍ଷେତ୍ରରେ ହୁଏ 2 ଘଣ୍ଟା ଭିତରେ ଆପଣ ପହଞ୍ଚି ବି ଯିବେ। ପଇସା ବି ଯୋଗାଡ଼ ହେଇଯିବ, ଆପଣ ପହଞ୍ଚି ବି ଯିବେ। ଆପଣ ତାର ଭାବି ଦେଖନ୍ତୁ ଯେ କେତେ ଦୂର ସତ, କେତେ ଦୂର ଭୁଲ। ଆପଣ ଜୀବନ ମଧ୍ୟ ନିଶ୍ଚିତ ଏମିତି କିଛି ନା କିଛି ହେଇଥିବ, ଏ ଘଟଣା ନ ହେଇଥିଲେ ଆଉ କିଛି ହେଇଥିବ, ଏମର୍ଜେନ୍ସି ପଡିଥିବ। ଆପଣ ଯେତେ ପଇସା ବି ଯୋଗାଡ଼ କରିଛନ୍ତି, ଠିକ ସମୟରେ ପହଞ୍ଚିଛନ୍ତି, ସବୁ କାର୍ଯ୍ୟ ହୋଇଛି, ସଫଳ ବି ହେଇଛି। ଭଗବାନ କରନ୍ତୁ କେବେ ବି ଦୁର୍ଘଟଣା ନ ହଉ। ସେତେବେଳେ ଆପଣ ତ ରାସ୍ତାରେ ଯାଉଥିବେ, ସେତେବେଳେ କେତେବେଳେ ଆପଣ ଦେଖିଛନ୍ତି ରାସ୍ତାରେ କେତେଟା ଗାଡ ଅଛି, ରାସ୍ତା କଡରେ କିଏ ଠିଆ ହେଇକି ଗପସପ କରୁଛି, ରାସ୍ତା କଡରେ କୋଉଠି ମେଳା ପଡୁଛି, କୋଉଠି ଭଲ ଡ୍ରେସ ଟଙ୍ଗା ଅଛି, କୋଉଠି ସେଲ ଲାଗିଛି, ଏସବୁ ଜିନିଷ ଆପଣଙ୍କୁ ଦିଶିବ? କିଛି ଦିଶିବ ନାହିଁ। ଗୋଟିଏ ଜିନିଷ ଦିଶିବ, 2 ଘଣ୍ଟା ମଧ୍ୟରେ ଅର୍ଥ ଯୋଗାଡ଼ କରିବି, ସେ ଚିକିତ୍ସାଳୟରେ ଯାଇ ପହଞ୍ଚିବି, ହସ୍ପିଟାଲରେ ପହଞ୍ଚିବି, ତାକୁ ମୃତ୍ୟୁ ମୁଖରୁ ବଞ୍ଚେଇବି। ସେତେବେଳେ ଆପଣଙ୍କୁ କିଛି ଦିଶିବନି। କାରଣ
ଆପଣ ପାଖରେ କ'ଣ ଅଛି? ଗୋଟେ ବହୁତ ବଡ଼ ଜିନିଷ ଅଛି, ତାହା ହେଉଛି ଲକ୍ଷ୍ୟ। ଆଜି ଯଦି ଯୁବକ ଯୁବତୀ ଏତେ ଅସୁବିଧାରେ ଅଛନ୍ତି, ଦୁଃଖଦ ଅବସ୍ଥାରେ ଅଛନ୍ତି, ଡିପ୍ରେସନରେ ଅଛନ୍ତି, ମୁଁ କହିଲି ଦୁଃଖଦ ଅବସ୍ଥା, ଯେ ଆଜି ପର୍ଯ୍ୟନ୍ତ ଶହ ଶହ ଯୁବକ ଯୁବତୀ ମାନେ ମୋ ପାଖକୁ ଆସୁଛନ୍ତି ଡିପ୍ରେସନ ଶିକାର ହେଲେ, 5 ବର୍ଷ 7 ବର୍ଷ ମେଡିସିନ ଖାଇସାରିଲା ପରେ ବି ଠିକ ହେଇନାହାନ୍ତି। ସାର୍ କାଉନସିଲିଂ କରିକି ଆପଣ ଠିକ କରାନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ଜିନିଷ ମୁଁ ଦେଖିଛି, ସେମାନଙ୍କ ପାଖରେ ବିରାଟ ଲକ୍ଷ୍ୟ ନାହିଁ। ଯେତେବେଳେ ଆମ ପାଖରେ ଲକ୍ଷ୍ୟ ଥିବ, ମୁଁ 2 ବର୍ଷ ପରେ କ'ଣ କରିବି, 6 ମାସ ପରେ କ'ଣ କରିବି, ବର୍ଷ ପରେ କ'ଣ କରିବି, 5 ବର୍ଷରେ କୋଉଠି ଯାଇ ଠିଆ ହେବି, ସେତେବେଳେ ଅନାବଶ୍ୟକ ବିଚାର କୋଉଠୁ ଆସିବ? ମତେ କିଏ କ'ଣ କହିଲା, କିଏ କ'ଣ ନ କହିଲା, ମୋ ଜୀବନରେ କ'ଣ ହେଲା କ'ଣ ନହେଲା, ଗାର୍ଲଫ୍ରେଣ୍ଡ ଦରକାର, ବୟଫ୍ରେଣ୍ଡ ଦରକାର, ମତେ ଇଏ ଭଲ ପାଇଲା ନାହିଁ, ସିଏ ମତେ ଛାଡ଼ିଦେଲା, କୋଉଠୁ ଆସିବ ସେ ସବୁ ଜିନିଷ? ଯେମିତି କହିଲି ରାସ୍ତା କଡ଼ରେ କିଏ ଠିଆ ହେଇଛି, କିଏ ଗପୁଛି, କୋଉଠି ମେଳା ଚାଲିଛି, କୋଉଠି ସେଲ୍ ଲାଗିଛି, ସବୁଟା ଦେଖିବାକୁ ବିଲକୁଲ ଗୋଟେ ସେକେଣ୍ଡ ବି ନଥିବ। ଆଉ ସେତେବେଳେ ଆପଣ ଦେଖି ଦେଖି ଚାଲିବେ ଯଦି ଆପଣଙ୍କ ପାଖରେ କୌଣସି ଲକ୍ଷ୍ୟ ନାହିଁ। 200 କିଲୋମିଟରକୁ ଆପଣ 2 ଘଣ୍ଟା ନୁହେଁ 20 ଘଣ୍ଟାରେ ପହଞ୍ଚିବେ, କାରଣ ଆପଣଙ୍କ ଲକ୍ଷ୍ୟ ନାହିଁ। ଯୋଉଠି ପାରିଲେ ସେଠି ଠିଆ ହେଲେ, ରାସ୍ତା କଡ଼ରେ କ'ଣ ହଉଛି ସେଠି ଦେଖିଲେ, କୋଉଠି କିଏ ଗପସପ କରୁଛନ୍ତି ସେଠି ବି ଠିଆ ହେଇକି ଆପଣ ଗପିଲେ, କାରଣ ଆପଣଙ୍କର ଲକ୍ଷ୍ୟ ଯେତେବେଳେ ନାହିଁ, ଆପଣଙ୍କ ପାଖରେ ଯେତେବେଳେ କୌଣସି ସ୍ଥାନରେ ପହଞ୍ଚିବାର ସମୟସୀମା ନିର୍ଦ୍ଧାରିତ ହେଇନି, ଆପଣ କ'ଣ କରିବେ? ଦୁଃଖିତ ଏକୁଟିଆ ଅନୁଭବ କରୁଥିବା ଲୋକମାନଙ୍କର ଜୀବନର ସବୁଠାରୁ ବଡ଼ କାରଣ ହେଉଛି ଲକ୍ଷ୍ୟ ନାହିଁ। ଲକ୍ଷ୍ୟ କେବଳ ଯୁବକ ଯୁବତୀଙ୍କର ନୁହଁ, 60 ବର୍ଷ ପରେ ଯୋଉ ଡିପ୍ରେସନରେ ଯୋଉ ଲୋକମାନେ ଆସୁଛନ୍ତି, ଦୁଃଖିତ ଅବସ୍ଥାରେ ଅଛନ୍ତି, ଏକୁଟିଆ ଅନୁଭବ କରୁଛନ୍ତି, କାରଣ ପିଲାମାନେ ସେମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି, କୋଉଠି ବାହାରେ ଚାକିରି କରୁଛନ୍ତି। 60 ବର୍ଷ ପରେ କ'ଣ ଜୀବନ ନାହିଁ? ରିଟାୟାରମେଣ୍ଟ ପରେ କ'ଣ ଜୀବନ ସରିଗଲା? 60 ବର୍ଷ ପରେ କ'ଣ ଆଧ୍ୟାତ୍ମିକ ସଂସ୍ଥା ନାହିଁ? ଭଲ ଜିନିଷ ଜାଣିପାରିବେନି, ଭଲ ଜିନିଷ ଶୁଣିପାରିବେନି, ଘଣ୍ଟା ଘଣ୍ଟା ସୁନ୍ଦର ଜିନିଷ ଶୁଣୁନାହାନ୍ତି, ଘଣ୍ଟା ଘଣ୍ଟା ସୁନ୍ଦର ଜିନିଷ ପଢୁନାହାନ୍ତି, ସେସବୁ ଜିନିଷ କରିବା ପାଇଁ ସମୟ ନାହିଁ। ଆମେ ସେଗୁଡାକ ଲକ୍ଷ୍ୟ ଜୀବନରେ 60 ବର୍ଷ ପରେ କିଛି ଲକ୍ଷ୍ୟ ଅଛି ବୋଲି ଆମେ ଭାବୁନାହାନ୍ତି। ନିଶ୍ଚିତ ଭାବରେ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ଯୁବକ ଅବସ୍ଥାରେ କ'ଣ କରିବେ, ବୃଦ୍ଧ ଅବସ୍ଥାରେ କ'ଣ କରିବେ? ଯଦି ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବ, ଆପଣ ଜୀବନରେ କେବେ ବି ଆପଣଙ୍କୁ ଡିପ୍ରେସନ ଆସିବ ନାହିଁ, ଏକୁଟିଆ ଅନୁଭବ କରିବେ ନାହିଁ, ଦୁଃଖଦ ଅବସ୍ଥା ଆପଣଙ୍କୁ ଆସିବ ନାହିଁ। ଦ୍ୱିତୀୟଟି ବହୁତ ବଡ଼ କାରଣ, ଆପଣ ଏକୁଟିଆ ଅନୁଭବ କରିବେ, ଦୁଃଖଦ ଅନୁଭବ କରିବେ ଯଦି ଆପଣଙ୍କ ପାଖରେ ହେଲ୍ଦି ରିଲେସନସିପ ନାହିଁ, ଯଦି ସୁନ୍ଦର ସମ୍ପର୍କ ନାହିଁ। ପଇସା ଥାଉ, ଆପଣ ବହୁତ ପଇସା ରୋଜଗାର କଲେ, ଆପଣ ବହୁତ ମାନ ସମ୍ମାନ କମେଇଲେ, କିନ୍ତୁ ଯେତେବେଳେ ସବୁଆଡୁ ଫେରି ଆସିବେ, ଆସିବେ କୋଉଠି? ଘରକୁ ନା, ଶୋଇବେ ତ ଘରେ। କଥାବାର୍ତ୍ତା କାହା ସହିତ କରିବେ? ସାଙ୍ଗସାଥି ସହିତ ନା, ନିଜ ବନ୍ଧୁବାନ୍ଧବ ସହିତ। ସେମାନଙ୍କ ସହିତ ଯଦି ସମ୍ପର୍କ ଭଲ ନାହିଁ, ସମ୍ପର୍କ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆମେ ଅର୍ଥ ରୋଜଗାର କରନ୍ତି କୋଉଥିପାଇଁ? ନା ସମ୍ପର୍କକୁ ମଜବୁତ କରିବା ପାଇଁ, ସମ୍ପର୍କର ଆନନ୍ଦ ନେବା ପାଇଁ, ସମ୍ପର୍କକୁ ମଜବୁତ କରି ରଖିବା ପାଇଁ, ସମସ୍ତଙ୍କୁ ପାଳିବା ପାଇଁ ପଇସା ଦରକାର। ଆମେ ସମାଜରେ ରହିବା ପାଇଁ ମାନ ସମ୍ମାନ, ଗୋଟେ ଭଲ ସୁନ୍ଦର ମଣିଷ ହେବା ଦରକାର। ସେଥିପାଇଁ ଆମେ ସମସ୍ତ ସୁନ୍ଦରତା ପାଇଁ ଆମେ ଏତେ କାମ କରୁଛନ୍ତି। ଆଉ ଯଦି ସେ ନ ରହିଲା, ଆପଣ ପଇସା ତ କେବଳ ପେଟ ଭରିବା ପାଇଁ, ମୁଣ୍ଡରେ ଛାତ ରଖିବା ପାଇଁ ଆବଶ୍ୟକ। ଯଦି ଆମକୁ କେହି ସୁନ୍ଦର କଥା ନ କହିଲା, ଆ ବୋଲି ନ କହିଲା, ଆମ ସହିତ ଯଦି କେହି ଆନ୍ତରିକତା ସହିତ ନ ମିଶିଲା, ଆପଣ ପିଲା ଯଦି ଆପଣଙ୍କ କଥା ନ ଚାଲିଲେ, ଆପଣ ସ୍ତ୍ରୀ ଯଦି ଆପଣଙ୍କ କଥା ନ ଶୁଣିଲା, ଆପଣ ଭାଇ ବନ୍ଧୁଙ୍କ ଯଦି ସମ୍ପର୍କ ଭଲ ନ ରହିଲା, ସବୁ ସାଙ୍ଗ ଯଦି ଆପଣଙ୍କୁ ଖରାପ କହିଲେ, ଆପଣ ନିଶ୍ଚିତ ଭାବରେ ଏକୁଟିଆ ହେଇଯିବେ, ନିଶ୍ଚିତ ଭାବରେ ଦୁଃଖିତ ଅବସ୍ଥାରେ ରହିବେ। ଅର୍ଥ ଥାଉ, ମାନ ସମ୍ମାନ ଥାଉ, ସେ ସବୁଦିନ କାମରେ ଆସେନି। ଜୀବନ ବଞ୍ଚେଇବା ପାଇଁ ଏସବୁ ଜିନିଷ ଆବଶ୍ୟକ, କିନ୍ତୁ ଜୀବନରେ ଅନ୍ତିମ ଅବସ୍ଥା ନୁହଁ। ବୟସ ସରିଗଲା ପରେ, ବୟସ ବଢିଗଲା ପରେ ସେତେବେଳେ ଆପଣ କ'ଣ କରିବେ? ସେତେବେଳେ ଆପଣ ଲୋକ ଦରକାର, ବନ୍ଧୁବାନ୍ଧବ, ଆପଣଙ୍କର ନାତି ଅଣନାତି, ସ୍ତ୍ରୀ, ପୁଅ, ବୋହୂ, ଏମାନେ ସବୁ ଦରକାର। ତେଣୁ ସମ୍ପର୍କକୁ ମଜବୁତ କରନ୍ତୁ। ଯଦି ସମ୍ପର୍କ ମଜବୁତ ନାହିଁ, ଯଦି ସୁନ୍ଦର ସମ୍ପର୍କ ନାହିଁ, ଏକୁଟିଆ ନିଶ୍ଚିତ ଭାବରେ ହେଇଯିବେ। ଆଉ ଏକୁଟିଆ ଯଦି ହେଇଗଲେ ଡିପ୍ରେସନରେ ଶିକାର ହେବେ, ସେ ଦୁଃଖଦ ଅବସ୍ଥାକୁ ଆପଣ ସେ ଟାଣି ନେବ। ତୃତୀୟ ବିରାଟ କାରଣଟି, ଆପଣ ଯଦି ଅତ୍ୟଧିକ ବିଗତ ଦିନର ଦୁଃଖ କିମ୍ବା ଆସନ୍ତା ଦିନର ଭୟର ଚିନ୍ତା କରୁଛନ୍ତି, ଅର୍ଥାତ୍ ବିଗତ ଦିନରେ କ'ଣ ହେଇଗଲା, କାହିଁକି ମୋ ଜୀବନରେ ଏସବୁ ଜିନିଷ ଘଟିଗଲା, ଫ୍ୟୁଚରର ଭୟ, ଭବିଷ୍ୟତର ଭୟ, କ'ଣ କରିବି, ଯଦି ଚାକିରି ଚାଲିଗଲା କ'ଣ କରିବି, ଯଦି ପଇସା ନ ରହିଲା କ'ଣ କରିବି, ଯଦି ପିଲାମାନେ ଛାଡ଼ି ଦେଇ ଚାଲିଗଲେ କ'ଣ କରିବି, ଯଦି ଗାର୍ଲଫ୍ରେଣ୍ଡ ଛାଡ଼ି ଦେଇଗଲା କ'ଣ କରିବି। ଆଜିରେ ବଞ୍ଚନ୍ତୁ, ଏଇ ମୁହୂର୍ତ୍ତରେ ବଞ୍ଚନ୍ତୁ। ଏ ଦୁଇଟି ହେଉଛି ମଣିଷର ବହୁତ ବଡ଼ କାଳ। ଗୋଟେ ହେଉଛି ଅତୀତ, ଗୋଟେ ହେଉଛି ଭବିଷ୍ୟତ। ଅତୀତର ଦୁଃଖ, କେତେ ବର୍ଷ ପରେ କି କଷ୍ଟ ମିଳିଥିଲା, ଆରେ ଏବେ ବଞ୍ଚ ନା, ସେତେବେଳେ ସମୟ ପାଇଁ, ସେତେବେଳେ ଅବସ୍ଥା ପାଇଁ ସେ ସବୁ ଜିନିଷ ଥିଲା।
आज जदि सुंदर अच आगुरी सेमती थिल आज अमूल्य शिक्षा शुणी सुंदर होगा आज कहीं सेमती हम ताकू कहीं से जिन को मुंडे पुरोच से जिन को संपूर्ण रूपे मु कहे अतीत हूँ मृत ताकू संपूर्ण रूपे भूली जाओ मृत जीवन को केते आप मन रखिए गोटे मृत शरीर कौन आप घर रखिए मृत शरीर को फिंगी दौरान ना बाहर कर दौरान ना मृत पदार्थ को मन मस्तिष्क भर कहीं रखुच्च से अलिया सृष्टि करेंगे ब्रेकअप का मध्य फाट सृष्टि है जीवन यात्रा में केते लोग जोड़ी केते लोग छाड़ीजे से बेसी चिंता कर आवश्यकता नहीं जदि मोर प्रकृति सहित कौ लोक मैच न कर पारुची मो सहित चली न पारुची जाबुड़ी देले कौन हम से आगुरी कष्ट छाड़ी दिए ताको जाऊ से भी खुशी रहो तुम भी खुशी रहो कहीं अरे बाबा तुम सहित खुशी रही पार नथिल से चली जाऊ कि भूल कर सहित खुशी रही पारुन कि छाड़ी पारुन ये कि जंत्रणादायक जीवन को चाहूच थर मनन कर थर चिंतन कर अमूल्य ज्ञान को मुंड भर प्रवेश कर जीवन अमूल्य एथि जीवन जन्म कराई ईश्वर एथि जीवन देना जे किए मत छाड़ी चलीगला मो जीवन अंत से आशीर्वाद हो पारे से पुणी सकारात्मक दिगरे निय से गोटे जीवन गोटे नुआ दृष्टिकोण भली भाव जीवन गोटे नुआ मोड़ बोली भाव आज युवक युवती माने ब्रेकअप रे डिप्रेशन में आसुच्च दुखित अच्छा एकुटिया रोच नशाशक्त होती जिन संपूर्ण रूप दूर जाऊ विगत भविष्य आ मझे अच्छी अपूर्व विराट संभावना हूँ वर्तमान प्रेजेंट से भविष्य प्लानिंग कर सुदृढ़ कर्म कर अमूल्य शिक्षा शुण जीवन को परिवर्तन कर जदि आपको न कर तेबे जीवन में एकुटिया भाव आसो दुखद अवस्था आसो दुखद अवस्था दिने बहुत भयंकर अवस्था सृष्टि कर तृतीय कारण सबुठारु बड़ कारण हूँ चतुर्थ कारण मनुष्य एकुटिया कहीं अनुभव कर दुखद अवस्था कहीं हूँ सर्वश्रेष्ठ कारण तीनोटी तो थिला साधारण कारण ये हूँ उच्च उच्चतम कारण मनुष्य आज पर्यंत जानी मु किए बोली चेष्टा भी करेनी समय कौट अच्छे ये हूँ सर्वश्रेष्ठ आध्यात्मिकता मु बारंबार कहे मु आध्यात्मिक गुरु नुह मु प्रकृत आध्यात्म गुरु के मु किए जेटा को जानी मु किए प्रकृत मु कौन विचलित होची मोर एक अस्तित्व कौन मु कौटू आसिली मोर पृथ्वी पृष्ठर कर्म कौन मु कौन करवा उचित मुझे ये सब जिन को जापारि मत दुख छुईब मुझे ये सब जिन को जानापी समय देवी प्रचेषा करी मत के एकुटिया अनुभव हम एकुटिया मजा नेबी कारण मत एकुटिया ही आवश्यक मुझे एकुटिया रही ये सब जिन को जापारि दीर्घ 9 वर्ष काल मो जीवन अर्धाधिक समय मुझे एकुटिया रही जदि एकुटिया न रही था मुझे जिन जापारि न था एकुटिया रही तो मो निज सहित समय काटि मो अंतरात्मा को जानी मो मन मस्तिष्क को पार करी साधना माध्यम मो अंतर्निहित शक्ति को जानी तो मत एकुटिया समय दरकार कि दुखित अवस्था नहीं से परमानंद मनुष्य पाखे एक जिनस करने समय नहीं घंटा घंटा समय व्यतीत करने को अच्छी कि जीवन अमूल्य ज्ञान शुणा 20 मिनिट का समय नहीं से आज जीवन एत दुर्दशा मुझे जापारि मो शरीर नुह मु मन नुह मु मस्तिष्क नुह मु अंग नुह मु अनंत शक्ति मु शून्य अवस्था अरे शून्य अवस्था को की दुख तार तो कहार सहित अटैचमेंट नहीं ताकू की कष्ट ताकू की एकुटिया पड़े से तो सर्वविद्यमान से तो सबुआड़े अच्छी सब जिनिस सुख तो सुख दुख किसी भी नहीं अवस्थार कि सुख दुख शून्य अवस्थार कहा सहित कौन अटैचमेंट अच्छी शरीर संसार बंची शरीर संसार में कार्य करुच्ची गोटे परिवार सृष्टि कर समाज मध्य रही से कार्य कर पैसा रोजगार करुच्ची समस्त संपर्क रखी घर संसार करिछि निज पाई समाज पाई निज परिवार पाई चिंतन करुच्ची ये तो तार शरीर कार्य तार कर्तव्य कि तार भीतर जो अच्छे से तो हूँ मु तार कौन अच्छी दुख तार कौन अच्छी एकुटिया कौन
ये हूँ सर्वश्रेष्ठ ज्ञान। जो व्यक्ति आप देखते मुनि ऋषि मैंने शह शह वर्ष जंगल में रोच से डिप्रेशन में जाऊँगी से दुखित अवस्था जाऊँगी एकुटिया अनुभव कर अरे एकुटिया थिले बोली तो एत जिन जानिले एकुटिया थिले बोली तो मेडिटेशन करें ध्यान करें गुरु का अमूल्य बाणी को जानीपारे आत्मज्ञान प्राप्त है स्वबोध है निजक से जानीपारे तेणु एकुटिया गोटे आशीर्वाद जदि आप एकुटिया अच्छा जीवन अमूल्य शिक्षा को शुणु ये आशीर्वाद को जब आशीर्वाद परिणत न करेंगे ये अभिशाप हो एकुटिया आप दुखित अवस्था को डिप्रेशन को टाणी नब मानसिक रोग आड़ को टाणी नब तेणु ये चारोटी कारण हूँ मनुष्य एकुटिया दुखित हबार प्रथमटी लक्ष्य नहीं द्वितीयटी सुंदर संपर्क रखिली तृतीयटी विगत दिन भविष्यतर दुख कि भय चतुर्थटी समय बाहर करनी मु किए बोली जाना प्रकृत आध्यात्मिकता को जाने और जीवन अमूल्य शिक्षा को जाना प्रचेषा करनी जो लोग ये चारोटी जाक कारण को भल भाव बुझीपारा आयत रखिपारा जीवन सारा दुख छुईब ना जीवन सारा से एकुटिया अनुभव करना ना जीवन कौन सी अवस्था था कौन सी जगार था युवक अवस्था था मध्यम अवस्था था वृद्ध अवस्था सदा सर्वदा खुशी आनंदित चिंता तक स्पर्श करना ना आशा करुच्ची चारोटी गुरुत्वपूर्ण अंश को आपण मैंने बुझे जीवन में किसी करते न कर तो मु किए बोली जानापी प्रचेषा करेंगे जीवन अमूल्य शिक्षा को शुणे जब से जानीगले आप जीवन में किसी दुख ना प्रत्येक क्षेत्र में आप खुशी रहे ये वीडियो को अन्य मानव सहित शेयर करेंगे ये अपूर्व वीडियो को लाइक करेंगे निज परिवार सांग साथी समस्त को शुणेबे जब प्रथम थर में शुणुंट चैनल को सब्सक्राइब करेंगे मो सहित जोड़ी रही पुनर्बार आपण मान सहित देखा जीवन किसी अमूल्य शिक्षा सहित जीवन किसी गुरुत्वपूर्ण वार्ता सहित आज एति धन्यवाद।